ନାଇଁ ନାଇଁ ସେମାନେ ଯୋଗାଯୋଗ ମୋ ସାର୍ କରିନାହାନ୍ତି ମୁଁ ତାଙ୍କ ସାର୍ କରିନି ବେନ୍ ତ ମୋ ଉପରେ ଅଛି ଯୋଗାଯୋଗ କାହିଁ କରିବେ ସେ ତ ବେନ୍ କରିଛନ୍ତି ବାକି ସେ ଯେଉଁ କହୁଛନ୍ତି ତାଙ୍କୁ ପଇସା ଫେରାଇବାକୁ ଯାଇଥିଲି ମୁଁ ମାଡ଼ ଖାଇକି ଆସିଛି ତାପରେ ଆଉ ଯେତେବେଳେ ଫେରାଇବାକୁ ଯିବି କେଉଁ କେମିତି ଯିବି କେଉଁ ଜାଗାକୁ ଯିବି ଫେରାଇବାକୁ ମୋତେ ମାରିଦେଇ ପାରନ୍ତି ତେଣୁ କୌଣସି ଯେଉଁଦିନ ସମାଧାନ ହେଇଯିବ ତାଙ୍କ ମାଲିକ ସଂଘ ଯଦି ଚାହିଁବ ସମାଧାନ କରିବା ପାଇଁ ମୁଁ ସେଦିନ ସମାଧାନ କରେ ତାଙ୍କ ଅର୍ଥ ମୁଁ ଦେଇଦେବି ବନ୍ଧୁମାନଙ୍କୁ ମୋର ବହୁତ ବହୁତ ଭଲ ପାଇବା ମୋ ଉପରେ ସେମିତି ଆଶୀର୍ବାଦ ଥାଉ ମୁଁ ଭାବିଥିଲି ଯେ ସମସ୍ତ ମାଲିକ ମୋତେ ଯଦି ବ୍ୟାନ୍ କଲେ ମୁଁ ଆଉ ହୁଏତ ଯାତ୍ରାପାଟର ରଙ୍ଗ ବର୍ଡର ମାରିବି ନାହିଁ କି ମୋତେ ମରିବାକୁ ସୁଯୋଗ ଦେବେ ନାହିଁ କେସ୍ ସମାଧାନ ହେଇଥିଲେ ହୁଏତ ମୋତେ କେହି ବ୍ୟାନ୍ ହଟିଥାନ୍ତା ଏପର୍ଯ୍ୟନ୍ତ କେସ୍ ବାଟରେ 2 ମାସ ହେଇଗଲାଣି ଆଉ ମାଲିକ ସଂଘକୁ ସମ୍ମାନ ଦେଇ ତେଣୁ ତାଙ୍କ ପାଖରେ ନ ରହି ସମସ୍ତ 22 ମାଲିକ ପାଖରେ ନ ରହି ଆଉ ଗଢ଼ି ଉଠିଥିବା ଓମକାର ଭୁବନେଶ୍ୱରରେ ସେ ପାର୍ଟିতে ମୁଁ ସ୍ୱାଗତ କରୁଛି ତେଣୁ ମୁଁ ସେ ଓମକାର ରହିବା ପାଇଁ 25-26 ମନୋନୀତ କରିଛି ଆଜ୍ଞା ଦେଖାଯାଉ କେହି ନ ଦେଖିଲେ ଭଗବାନ ଜଗନ୍ନାଥ ଦେଖୁଛି କୋଉଟା ସତ କୋଉଟା ମିଛ ଜନସାଧାରଣ ସବୁ ଜାଣି ସାରିଛନ୍ତି ଆଉ ଲୁଚିବାକୁ କିଛି ପଡିବ ନାହିଁ ସେମାନେ ଖାଲି ଅପେକ୍ଷା କରୁଛନ୍ତି କୋଉଟା ସତ୍ୟ କୋଉଟା ମିଛ ଯୋଉଟା ଯୋଉ ଯାହା ହବ ସେମାନେ ଆଗେ ଆଟାକ୍ କରିବେ ଜନସାଧାରଣ ଏଇଟା ଏମିତି ହେଇଥିଲା କାରଣ ନିଜେ ବାଇକି ଦେଇଛନ୍ତି କଣ ହେଇଥିଲା କଣ ନାହିଁ କେତେ କ୍ୟାମେରା ଥିଲା ତା ଭିତରେ କିଏ ଥିଲା ସବୁଗୁଡାକ ଭିଜୁଆଲ ନଷ୍ଟ କଲେ କେମିତି ହବ ମୁଁ ଯାଇଥିଲି ଟଙ୍କା ଫେରାଇବା ପାଇଁ ସେମାନେ ଫୋନ କରି ଡାକିଥିଲେ ମୋତେ ପଇସା ଫେରାଇ ଦେଇଯା ମୁଁ ତ ଯାଇଥିଲି ପଇସା ଫେରାଇବା ପାଇଁ ପଇସା ଫେରାଇବା ପାଇଁ ଯାଇଥିଲି ମୁଁ ମାଡ଼ ଖାଇଛି ଆଉ କେମିତି ସୁଯୋଗ ଆଇଲେ ନାଇଁ ନାଇଁ ସେମାନେ ଯୋଗାଯୋଗ ମୋ ସାର୍ କରିନାହାନ୍ତି ମୁଁ ତାଙ୍କ ସାର୍ କରିନି ବେନ୍ ତ ମୋ ଉପରେ ଅଛି ଯୋଗାଯୋଗ କାହିଁ କରିବେ ସେ ତ ବେନ୍ କରିଛନ୍ତି ବାକି ସେ ଯେଉଁ କହୁଛନ୍ତି ତାଙ୍କୁ ପଇସା ଫେରାଇବାକୁ ଯାଇଥିଲି ମୁଁ ମାଡ଼ ଖାଇକି ଆସିଛି ତାପରେ ଆଉ ଯେତେବେଳେ ଫେରାଇବାକୁ ଯିବି କେଉଁ କେମିତି ଯିବି କେଉଁ ଜାଗାକୁ ଯିବି ଫେରାଇବାକୁ ମୋତେ ମାରିଦେଇ ପାରନ୍ତି ତେଣୁ କୌଣସି ଯେଉଁଦିନ ସମାଧାନ ହେଇଯିବ ତାଙ୍କ ମାଲିକ ସଂଘ ଯଦି ଚାହିଁବ ସମାଧାନ କରିବା ପାଇଁ ମୁଁ ସେଦିନ ସମାଧାନ କରେ ତାଙ୍କ ଅର୍ଥ ମୁଁ ଦେଇଦେବି ଆଜ୍ଞା ବେନ୍ ହେଇଯିବି ସେଇଠି ଯଦି ସମସ୍ତେ ମାଲିକ ଯାଇକି ତାଙ୍କ ସଂଘ ସାରେ ମିଶି ଯାଇକି ସବୁ ମୋତେ ସେଇଠୁ ବନ୍ଦ କରିଦେବେ ସେଇଠୁ ବନ୍ଦ କରିଦେଲେ ମୁଁ ସେଇଠୁ ପଳେଇ ଆସିବି ସେଇଠୁ ମୋର କିଛି କହିବାର ନାହିଁ କାରଣ ସଂସ୍ଥା ତାଙ୍କର ଆମେ କାମ କରୁଛୁ ତାଙ୍କ ପାଖରେ ସେମାନେ ଆଜି ରଖିଛନ୍ତି କାଲି ବେନ୍ କରିଦେବେ ଯେମିତି ଆମର ଭଦ୍ରକର ଗଢ଼ି ଉଠିଥିବା ପାର୍ଟି ରାଜନନ୍ଦିନୀ କହିଲା ନରିପଣ୍ଡା ମୁଁ ରଖିବି ତାପରେ ତାଙ୍କ ସଂଘ ଆସିଲା ପରେ କହିଲେ ନାଇଁ ନରିପଣ୍ଡା ରଖିବେନି ଅନୁଷ୍ଠାନ ତାଙ୍କର ସେ କାହାକୁ ରଖିବେ କାହାକୁ ନ ରଖିବେ ଆଜ୍ଞା ଦେଖନ୍ତୁ ପ୍ରତି ମୁହୂର୍ତ୍ତରେ ମୋ ଭୟରେ ଅଛି କାରଣ ସେମାନେ ମୋତେ ଧମକ ଦେଇଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି ବୋଲି ମୁଁ ଥାନାରେ ଲେଖିକି ଦେଇଛି ମୋ ପ୍ରତି କିଛି ବି ହେଇଯାଉ ମୋର ଯଦି କିଛି କ୍ଷତି ହେଇଯାଏ ମୋର ତ କେହି ଶତ୍ରୁ ନାହାନ୍ତି ଯିଏ ଶତ୍ରୁ ଅଛି ମୁଁ ଆପଣମାନଙ୍କୁ ଜଣେଇ ସାରିଛି ସମ୍ପୂର୍ଣ୍ଣ ଦାୟୀ ରହିବେ ସେଇ ତାପରେ ଆଉ ଯେତେ ଚାପିଲେ ବି କେସ୍ ଚାପିବନି ତମେ ଜନସାଧାରଣକୁ ଅଟକେଇ ପାରିବେନି ତାତି ଯିବେ ଅଲ୍ ଓଡ଼ିଶା ତାତି ଯିବେ କାହିଁକିନା ସେ ଅଲ୍ ଓଡ଼ିଶା ଜାଣିଛି ନରିପଣ୍ଡା କ'ଣ ଆଉ ସମସ୍ତେ ଜାଣୁଛନ୍ତି ମୁଁ କ'ଣ ଆଉ ତମେ କ'ଣ ଏ ପ୍ରମାଣ ଖାଲି ଗୋଟେ ଠାକୁର ତମକୁ ଦେଉଛନ୍ତି ଖାଲି ତମେ ଦେଖ କ'ଣ ହେଉଛି ସମସ୍ତେ ଜାଣିପାରୁଥିବେ କୋଉଟା କ'ଣ ନାହିଁ କ'ଣ ହେଉଛି କ'ଣ ନାହିଁ ଆମେ କଳାକାର ସମସ୍ତଙ୍କୁ ଖୁସି ଦେବା ପାଇଁ ଆଇଛୁ କୌଣସି କଂଗ୍ରେସ ନୁହେଁ କୌଣସି ବିଜେଡ଼ି ନୁହେଁ କୌଣସି ବିଜେପି ନୁହେଁ କମ୍ୟୁନିଷ୍ଟ ନୁହେଁ ଆମେ ସମସ୍ତଙ୍କର ପ୍ରିୟ ପାତ୍ର ତେଣୁକରି ଆମେ ନିର୍ଦ୍ଦିଷ୍ଟ ପାର୍ଟିର ନୁହେଁ ଆମେ ସମସ୍ତଙ୍କୁ ଭଲ ପାଉ କାହା ବ୍ୟକ୍ତିଗତ ଆମେ ଖରାପ କେଉଁ ରାଜନୀତି ପ୍ରେସର ପଡ଼ିଛି କେଉଁଠି ପଡ଼ିନାହିଁ ସେଇଟା ଆମ କହିବାଟା ଆଜ୍ଞା ଠିକ୍ ନୁହେଁ ହଁ ନିଶ୍ଚିତ କିଛି ବି ମୋର ହେଇଯାଉ ଯାହା ନିଶ୍ଚିତ ଏବେ ବୁଲୁଛି ଆଗକୁ ବୁଲିବି କିଛି ଦରକାର ନାହିଁ ମୋର ଯୋଉଦିନ କ୍ଷତି ହେଇଯିବ ଦର୍ଶକ ସମ୍ଭାଳି ପାରିବେନି ଆପଣ ସେତେବେଳେ